नवीन निवासरू असला डाकरा कटक निर्वाचन मंडली अंतर्गत सीएमसी 14 जन बीजेडी कार्पोरेटर को नवीन निवासरू डाकरा आसी। खबर अनुसार किछि दिन तले प्रभात विश्वाल दलरू बहिष्कार करथिले सुप्रीमो। ଏହି ଘଟଣା ପରେ ଯେମିତି କଟକ ରାଜନୀତିରେ ନୂଆ ମୋଡ଼ ଆସିଥିବା ଭଳି ଅନୁମାନ ହେଉଛି। କଟକରେ ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ଘନ ଘନ ବୈଠକ ବସୁଛି, ଯେଉଁଥିରେ ବିଜେଡିର ଅନେକ ବରିଷ୍ଠ ନେତା ଏବଂ କର୍ପୋରେଟର ମାନ ମଧ୍ୟ ସାମିଲ ହେଉଥିଲେ। ନିକଟରେ ଗୋଟିଏ ସପ୍ତାହଙ୍କ ମଧ୍ୟରେ ଦୁଇ ଥର ବୈଠକ ବସି ସାରିଛି, ଯେଉଁଥିରେ ସିଏମସି ମେୟର ସୁଭାଷ ସିଂ ମଧ୍ୟ ସାମିଲ ହୋଇଥିଲେ। ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଏନେଇ ପ୍ରଶ୍ନ ପଚରାଯିବାରୁ ସେ କହିଥିଲେ, ମୁଁ ବିଜେଡିର ଜଣେ ନେତା ହିସାବରେ ଏ ବୈଠକକୁ ଯାଇଥିଲି। ଏହାକୁ ନେଇ କୌଣସି ରାଜନୀତି କରିବା ଉଚିତ ନୁହେଁ। ସେହିପରି ବୈଠକ ପରେ କିଛି କର୍ପୋରେଟର ପ୍ରଭାତଙ୍କ ସପକ୍ଷରେ ବାହାରିଥିଲେ, କହିଥିଲେ କି ଭାଇଙ୍କ ସହିତ ଆମେ ଅଛୁ ଏବଂ ଆଗକୁ ମଧ୍ୟ ରହିବୁ। ଅନ୍ୟପଟେ କଟକ ରାଜନୀତିରେ ଚାଲୁଥିବା ହଟଚମଟ ଦେଖି ଆକ୍ସନ ମୋଡରେ ସୁପ୍ରିମୋ। କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି 14 ଜଣ କର୍ପୋରେଟରଙ୍କୁ ନବୀନ ନିବାସରୁ ଡାକରା ଆସିଛି। सोमवार दिन समस्त कॉर्पोरेटर नवीन निवास उपस्थित रहबाकू निर्देश दिया जायछि। एठारे पार्टी सुप्रीमों सहित विभिन्न प्रसंग रे आलोचना कराजिबो। प्रभात विश्वालଙ୍କ सह कॉर्पोरेटरଙ୍କ रुद्रधर बैठक पर नवीन निवास एपरी डाकरा आसीछि बोली चर्चा होछि। ब्यूरो रिपोर्ट, ओडिशा न्यूज लाइव।